ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 22। ସକାଳୁ ଉଠି ଦିଉଡୁ ସାଉତା ଦଳକୁ ଡାକି ହାଙ୍କିଲା, ଆଜି ଗାଁକୁ ଫେରିଯିବାକୁ ହେବ। ଆଉ ଏଠି ଅଟକି ରହିଲେ ଚଳିବ ନାହିଁ। ଧାଙ୍ଗଡ଼ାମାନେ ରାଜି ପଡ଼ିଗଲେ। ବାସ୍ତବିକ ତେଣେ କେଡ଼େ ଗାଳି ଦେଉଥିବେ ଗାଁର ଧାଙ୍ଗଡ଼ିମାନେ। ଶିକାର କରେଇ ଦେବାକୁ ଗାଁର ଲୋକ ନଥିବାରୁ ସିନା ପର ଗାଁ ଲୋକଙ୍କ ଭରସାରେ ବାହାରି ପଡ଼ି ଗୋଟିଏ ଟୋକୀ ଉଦେଲିଆ ପଳେଇ ଆସିଲା। ଚୈତକୁ ବିଶ୍ୱାସ ନାହିଁ। ଥରେ ଯେଉଁ ନିଷ୍ପତ୍ତି ହେଲା ଗାଁକୁ ଯିବା, କନ୍ଦିଆ ଭାଇର ଅନ୍ୟ ଚିନ୍ତା ନାହିଁ। ତାକୁ କେବଳ ଗୋଟାଏ ନିଷ୍ପତ୍ତି କରିବାକୁ ଯାହା ବେଳ ଲାଗେ। ଥରେ ତା ସରିଲେ ସେ ଏକା ମୁହାଁ। ଛାଉଣି ଉଠିଲା ବଣେ ବଣେ ବାଟ, ଘାଟି ଟିକ୍ରା ଡେଇଁ। ବନ୍ଦିକାର ଥୋଡ଼ାଏ ବାଟ ଥାଇ ଗୋଟାଏ ଦୋଛକିଆ ରାସ୍ତା, ଗୋଟାଏ ଘାଟି ଉପରେ, ଗୋଟାଏ ପର୍ବତ ତଳେ। ସମତଳ ଉପରେ ବଙ୍କେଇ ବୁଲେଇ ବନ୍ଦିକାର ବାଟେ। ଦିଉଡୁ କହିଲା, ଚାଲ ଏହି ତଳ ବାଟେ। ଏମିତି ଗାଁକୁ ଗାଁ ବସି ବସି ଗଲେ କେତେବେଳକୁ ଆମ ଗାଁ ଧରିବା। ସାଆନ୍ତା। ଜଣେ କହିଲା, ନା ଚାଲ ସିଧା ଉପର ବାଟେ। ତର୍କ ଲାଗିଲା। ଆଉ ଜଣେ କହିଲା, ଖାଲି ବନ୍ଦିକାର ହୋଇ କ'ଣ ହେବ ହୋ? ଯେତେ ଖୁସି ସରଧା କରିବା ସବୁ ତ ସରିଲା। ଆହୁରି କେତେ? ସେ ଗାଁର ଲୋକେ ବେଳଟାରେ କିଏ ବସିଥିବ, କେ ସେଠିକି ଯିବ? ସମସ୍ତେ ଥିବେ ଯାଇ ଝୋଲା କୂଳରେ। ସେ ସିଧା ଘାଟିକି ଟିକକ ଉଠି ପଡ଼ିବ ନାହିଁ ଯେ ପୁନେ ବୁଲା ଘାଟି ଚଢ଼ିଲା ହେବ କ'ଣ? ସକାଳ ହୋଇଛି, କ'ଣ ଝାଳ ବୋହିବ? ବନ୍ଦିକାର ଯିବା ହେଲା ନାହିଁ। 10 ଜଣଙ୍କ ମତରେ ଜଣଙ୍କର ମତ। ଦିଉଡୁ ରାଗୁଥାଏ। ପୁଣି ମନେ ପଡ଼ୁଥାଏ ତାର ମତ ନ ନେଇ ତାର ଭଉଣୀ ଉଦୁଲିଆ ବିଭା ହୋଇଯାଇଛି। ରାଗା ରାଗି ଜୋର ଚାଲି। ସବୁ ରାଗ ନିଗିଡ଼ି ପୁୟୁ ଉପରେ। ମାଳି ଆସ, ଆଉ ପଛେଇଲ କାହିଁକି? ତୋ ସାଙ୍ଗରେ ଧାଇ ପାରିବୁ ନାହିଁ ସାଉତା। ପିଲାଙ୍କର ବାପ ହୋଇ ତଥାପି ତୁ ଭେଣ୍ଡିଆ ହୋଇ ରହିଛୁ। ବାଟ ଚାଲିକୁ କନ୍ଧ ମସଲା, ହସ ଥଟ୍ଟା ଦିଉଡୁର ସେସବୁକୁ ମନ ନଥିଲା। କିଛିକୁ ମନ ନଥିଲା। ଆଜି ସକାଳଟା କେଉଁଠୁ କ'ଣ ବିଗିଡ଼ି ଯାଇଛି। ମୁଣ୍ଡର ପଛଆଡ଼େ କିଏ କ'ଣ କେନ୍ଦେରା ଧରି ଯେପରିକି ଘୋଡ଼ାବାଳ ଉପରେ ଘଷି ଲାଗିଛି। ଗୋଟାଏ କାନ୍ଦୁରା ରାଗିଣୀ ନିରାଶାର ଗୀତ। ସବୁ ଓଲଟି ଯାଇଛି, ସବୁଥିରେ ବିଫଳ ସେ। ଗାଁ ପହଞ୍ଚୁ ପହଞ୍ଚୁ ପ୍ରଥମେ ଦେଖା ଲେଞ୍ଜୁକନ୍ଧ ସଙ୍ଗରେ। ଦୂରରୁ ଧାଙ୍ଗଡ଼ାପଲ ଦେଖି ଲେଞ୍ଜୁକନ୍ଧ ଦବି ଯାଇଥିଲା। କାନ୍ଧରେ ଟାଙ୍ଗିଆ ପକେଇ ସେହିପରି ଏକା ଠାକେ ସେ ଠିଆ ହୋଇ ରହିଥିଲା। କିଏ ଥଟ୍ଟା କଲା, ପହରା ଦଉଛି, ଉଦୁଉଦିଆ ଖରା, ଚୋରାହାରି ହେବ ନାହିଁ ତ? ଗୋଟାଏ କରକୁ ଝୋଲାକୂଳରେ ନଇଁ ପଡ଼ିଥିଲା ବାଳବୁଣ୍ଡା ଡମ୍ବର ସ୍ତ୍ରୀ ସୋନାଦେଇ ପାଣି ମାଠିଆ ବୁଡ଼ଉଛି। ଦଳ ଭିତରୁ ବୁଢ଼ା ବାରିକ ପାଟି କଲା, ହେ ସୋନାଦେଇ, ସବୁ ଭଲ ତ? ତୁ ଏଇ ଦିନେ ଘରୁ ଚାଲି ଆସିଥିଲୁ, କ'ଣ ଅସାର ହୋଇଯାନ୍ତା ବାରିକ? ବୋହୂ ଅଛି ବାରିକ, ପଳେଇ ନାହିଁ, ଦେଖୁନୁ କିଏ ଜଗିଛି? ଦିଉଡୁ ଆହୁରି ରାଗିଲାଣି। ଲେଞ୍ଜୁକନ୍ଧର ହୋସ ହେଲା, ଅନର୍ଥକ ଏମାନଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ ତାର ଆପଣା ଗୌରବରୁ ହାନି ହେବ। ପିଠି ବୁଲେଇ ଦେଇ ଲେଞ୍ଜୁକନ୍ଧ ଚାଲି ଯାଉଥିଲା। ଦିଉଡୁ ଚିତ୍କାର କରି ଡାକିଲା, ଲେଞ୍ଜୁ କାକା ହୋ! ମୋର ପୁବୁଲିକୁ କ'ଣ କଲୁ ଲେଞ୍ଜୁ କାକା? ପଟକାର ନିସ୍ତା ପିସ୍ତା ବୁଢ଼ା କାହିଁକା? କ'ଣ କହିଲୁ? ଆଖି ତରାଟି ଟାଙ୍ଗିଆ ମୁଠେଇ ଧରି ଲେଞ୍ଜୁ କାକା 2 ପାହୁଣ୍ଡ ଆଗେଇ ଆସିଲା। କ'ଣ କହିଲୁ? ଫେରେ ଆଉଥରେ କହ, କ'ଣ କହିଲୁ? ଦିଉଡୁ ଖତେଇ ଛୁଗୁଲେଇ ହେଲା। କହିବେ ନାହିଁ ୟାଙ୍କୁ ଡରିବେ? ନିସ୍ତା ପିସ୍ତା ବାଏବୁଡ଼ା କାହିଁକା? ତୋର ମଣିଷ ପଣିଆ ଥିଲେ ଗାଁ ମୁହଁରେ ଜୋତା ମାରି ଝିଅଙ୍କୁ ଝିଙ୍କି ନେଇ ଯାଇଥାନ୍ତା ପର ଗାଁର ଲୋକ। କହିବି ନାହିଁ ଛାଡ଼ିଦେବି। ତୁ ମୋର କରିବୁ କ'ଣ? ଲେଞ୍ଜୁକନ୍ଧ ରାଗରେ ପାଗଳ ପରି ହୋଇ ଟାଙ୍ଗିଆ ଉଞ୍ଚେଇ ଝୋଲା ଆଡ଼କୁ ଧାଇଁ ଆସିଲା। ସେପଟୁ ଦିଉଡୁ ବି ମାଡ଼ି ଆସୁଥାଏ। ଝୋଲା ଖଣ୍ଡକ ପାରି ହୋଇ ପଡ଼ିଲେ ଲାଗିଯିବ ଲୁହା ସାଙ୍ଗକୁ ଚକମକି। ଦିଉଡୁର ସାଙ୍ଗୀ ଲୋକ ଦିଉଡୁର ଲେଞ୍ଜୁର ମୁହଁକୁ ଭଙ୍ଗି ନିଘା କରି ପାରି ନଥାନ୍ତି। ସେମାନଙ୍କ ଧାରଣାରେ ମନଦୁଃଖ ହେଲେ ଏପରି କଜିଆ ବହୁତ ହୁଏ। ପୁଣି ବୋଧ ଶୋଧ ହୋଇଯାଆନ୍ତି। କିନ୍ତୁ ନିଘା କରୁଥାଏ ଆଉ ଜଣେ। ସେ ଝୋଲା ସେପାଖର ସୋନାଦେଇ। ମଣିଷର ଆଖିରେ ବାଘର ଚାହାଣି। ତାର ସଙ୍କେତ କେବଳ ଗୋଟିଏ। ଲେଞ୍ଜୁକନ୍ଧ କେବେ ଏପରି ରାଗେ ନାହିଁ। ଦିଉଡୁ ସାଉନ୍ତାର ଖୁସିବାସିଆ କାଉନ୍ଦା ମୁହଁରେ ଖେଳିଯାଏ ନାହିଁ ସହିବା ଶେଷରେ ଏପରି ବିକଟ ଭଙ୍ଗୀ। ସୋନାଦେଇ ତାଟକା ହୋଇଗଲା। କ'ଣ ତାର ଘୋଟିଗଲା। ଚିତ୍କାର ଛାଡ଼ି ମାଠିଆ ସମେତ ଝୋଲା ଭିତରକୁ ହାମୁଡ଼େଇ ହୋଇ ପଡ଼ିଲା। ମୁହଁ ବୁଲେଇ ଲେଞ୍ଜୁକନ୍ଧ ଦେଖିନେଲା, ଆଉ ଧାଇଁଗଲା। ମୁହଁ ପାଖେ ହେଇ ସେଠି ସୋନାଦେଇ ମରୁଛି ନିଶ୍ଚୟ, ନୋହିଲେ ଏପରି ଆକସ୍ମିକ ଭାବେ ଆଉ କିଛି ଆସେ ନାହିଁ।
କନ୍ଧର ଟାଙ୍ଗିଆ କାନ୍ଧକୁ ଫେରାଇ ଆଣି ଲେଞ୍ଜୁ କନ୍ଧ ଦୌଡ଼ି ଯାଇ ତାକୁ ଧରି ଉଠାଇଲା। ସୋନା ଦେଇ ବଲ ବଲ ହୋଇ ଅନାଇ ରହିଥାଏ। କ'ଣ ହେଲା କ'ଣ ହେଲା କହି ଝୋଲା ସେ ପାଖରୁ ସମସ୍ତେ ଧାଇଁ ଆସୁଥାନ୍ତି। ବୁଢ଼ା ବାରିକ ପାଗଳ ପରି ପାଟି କରୁଥାଏ। ସେହିଆଡ଼ୁ ମଝିରେ ରଖି ଚାରିପାଖେ ଘେରି ସମସ୍ତେ କୋଳାହଳ କରୁଥାନ୍ତି। ହାତ ଗୋଡ଼ ଛାଟୁଥାନ୍ତି, ବିଞ୍ଚୁଥାନ୍ତି। କିଏ କହୁଥାଏ ବଣ ଭିତରୁ ଚେରମୂଳର ଔଷଧ ଆଣିବାକୁ। ସୋନା ଦେଇ ଆଶ୍ୱସ୍ତ ହେଲା। ତରତର ହୋଇ ଉଠିପଡ଼ି ଆପଣାକୁ ସଜାଡ଼ି ନେଲା। ଆଖିରେ ସେ ଅଜଣା ଭୟ, କିନ୍ତୁ ଭୟର କାରଣ ଏଠି କିଛି ନାହିଁ। ଅତି କଅଁଳ ହୋଇ ଅତି ଯତ୍ନରେ ତାହାରି ସୁବିଧା ପାଇ ସମସ୍ତେ ଲାଗି ପଡ଼ିଛନ୍ତି। ତୁନି ହୋଇ ସେ ଘରକୁ ଚାଲିଗଲା। ଗଡ଼ର ହୋଇ ପଛେ ପଛେ ପାଛୋଟି ଗଲା ପରି ସମସ୍ତେ ଚାଲିଗଲେ। ଲେଞ୍ଜୁ କନ୍ଧ ଥାଏ ଆଗେ ଆଗେ, ତାହା ପଛକୁ ବୁଢ଼ା ବାରିକ। ତାର ମୁଣ୍ଡରେ ଅଜସ୍ର ପ୍ରଶ୍ନ, ଜବାବ ଦେବାକୁ ସୋନାଦେଈର ପ୍ରବୃତ୍ତି ନାହିଁ। ଦୁହେଁ ଦୁଇଆଡ଼ୁ ଆଗେଇ ଆସିଲେ ଦୁଇ ରାଗୀ ମଣିଷ। ପଶୁର ଆଖିର ବିଜୁଳି କଟାକଟି ଦେଖୁ ଦେଖୁ ଘୋ ଘା ସାରି ଘରକୁ ଗଲାବେଳକୁ ଦିଉଡୁ ଦେଖିଲା ଲେଞ୍ଜୁ କାକା ନାହିଁ। ଭାବିଲା ଏହି ନିର୍ଲିପ୍ତ ଏଇ ଲୋକଟା ପୁବୁଲି ଯାଇଛି। କ'ଣ ହେଲା ସେ ବିଷୟରେ ନିଜ ମୁହଁରେ ଦିପଦ କଥା କହିବାକୁ ସେ ଚାହେଁ ନାହିଁ। ଭାବିଲା ଏ ଦାୟିତ୍ୱ ନେବ ନାହିଁ, ଭାଗ ନେବ, କଷ୍ଟ କରିବ ନାହିଁ, ସମାଲୋଚନା କରିବ। ଦସ୍ୟୁ କୁକୁର ସୁଦ୍ଧା ୟାଠାରୁ ଢେର ଭଲ। ଗାଁ ଦାଣ୍ଡରେ ଦସ୍ୟୁ କୁକୁର ସାଙ୍ଗେ ଭେଟ ସତକୁ ସତ। ଏତେ ଦିନ ଅଦର୍ଶନ ପରେ ତାର ସାହୁକାର ଫେରିଛି। ଗୋଡ଼ ଯୋଡ଼ିକ ଟେକି ଲାଞ୍ଜ ହଲେଇ ହଲେଇ ମୁହଁ ଚାଟି ଚାଟି ହସି ହସି ଦସ୍ୟୁ ମାଡ଼ି ଆସିଲା। ତାର ପୁରସ୍କାର କାନମୋଡ଼ି କାଳରେ ଏକ ବ୍ରହ୍ମ ଚାପୁଡ଼ା। ଦିଉଡ଼ୁର ମନ ବିଗିଡ଼ି ଯାଇଥିଲା। ସମସ୍ତଙ୍କ ଘର ଆଗରେ ପାଛୋଟିବା ପାଇଁ ବାୟାଣୀ ପରି ଆସୁଛନ୍ତି କାହାର ଭଉଣୀ, କାହାର ସ୍ତ୍ରୀ, ତା ନିଜ ବେଳକୁ ଖାଲି ବୁଢ଼ା କୁକୁର। ଏତେ ଆସ୍ପୃତା ବଢ଼ିଯାଇଛି କୁକୁରଠୁ ମଣିଷ ଯାକେ ସମସ୍ତଙ୍କର। ହେଇ ତାର ଘର, ପୁଣି ଦୁଇଜଣ ଫୁଲସର ମାରି ମନର ରାଗ। ଆଜି ପୁୟୁକୁ ସେ ପିଟିବ, ଲଙ୍ଘା କରି ପିଟିବ। ସବୁ ଗୋଳମାଳ ପାଇଁ ଦାୟୀ ସେ ପୁୟୁ। ନହେଲେ ତା ବାପଘର ଗାଁର ଲୋକ ସୋତେରେଇ କବଲେଇ ଏମିତି ଅଚିହ୍ନା ଧାଙ୍ଗିଡ଼ିକୁ ଉଠେଇ ନେଇ ଚାଲିଯାନ୍ତେ। ଆସିଥାନ୍ତେ ପୁଣି ଓରଉଣ୍ଡି, ଯେତେବେଳେ ଗାଁର ଭେଣ୍ଡିଆମାନେ ନଥାନ୍ତି ସେତିକିବେଳେ। ଦୁଆର ମୁହଁରେ ପୁୟୁ ଠିଆ ହୋଇ ଅପେକ୍ଷା କରୁଛି। କେଡ଼େ ଦୁର୍ବଳ ଦିଶୁଛି ସେ। ଦିଉଡ଼ୁର ନିଘା ତାର ସରୁ ସରୁ ହାତଗୋଡ଼ ଉପରେ ଥରେ ବୁଲି ଆସି ବେକ ତଳେ ଅଟକି ରହିଲା। କେବଳ ହାଡ଼ କେତେ ଖଣ୍ଡ। କେଡ଼େ ଦୁର୍ବଳ ହୋଇଯାଇଛି ସତେ ପୁୟୁ। ଦିଉଡ଼ୁର ରାଗ କ୍ରମେ ବିବେଚନାକୁ ଫେରି ଆସିଲା। ଭାବିଲା ଆଜି ପରା ଦିନରେ ସେ ପୁୟୁକୁ ହାତ ଉଠାଇବ ନାହିଁ। ପୁୟୁ ତାର ମାଡ଼ ସହିପାରିବ ନାହିଁ। ଭିତରକୁ ଯାଇ ହାକିନାକୁ ଧରି ପୁୟୁ ପୁଣି ପଦାକୁ ଆସିଲା। ଝୁଲେଇ ଝୁଲେଇ ପୁଅକୁ ଗେଲ କରୁଥାଏ। ପୁଅର ବାପକୁ ଚାହିଁ ଚାହିଁ ଦେଖୁଥାଏ। ହାକିନାକୁ ଧରି ଠିଆ ହେଲେ ତାର ମୁହଁର ଦାରିଦ୍ର୍ୟ କେତେ ଅଂଶରେ କମ୍ ଦିଶେ ଦିଉଡ଼ି ଭାବିଲା। ପୁବୁଲି ଯାଇଛି, ପୁୟୁ ଅଛି। ପୁବୁଲି ପରଗୋତ୍ରୀ, ପୁୟୁ ତାର ନିଜର, ଆପଣାର। କ'ଣ ଭାବୁ ଭାବୁ କେଉଁ ଆଡ଼କୁ ମନ ଗଲା। ଦିଉଡ଼ୁ ରାଗିପାରିଲା ନାହିଁ। ସ୍ତ୍ରୀ ଉପରେ ଦୟା ହେଲା। ସେ ଯୁଆଡ଼େ ଯାଉ ପଛେ ଗାଳି ଅବହେଳା ସହି ସେଇପରି ପୁୟୁ ଲାଖି ପଡ଼ି ରହିଛି। ଦୀର୍ଘଶ୍ୱାସ ପକାଇ ନିଜକୁ ସମ୍ଭାଳି ନେଇ ଦିଉଡ଼ୁ ପୁୟୁ ପାଖକୁ ଗଲା। କହିଲା, ଧୂଆଁପତ୍ର ଥିଲେ ଟିକିଏ ଦେ। ଅଚିହ୍ନା କନ୍ଧକନ୍ଧୁଣୀଙ୍କର ସାଧାରଣ ପରିଚୟର ଭାଷା। ତାର କଥା ଶୁଣି ପୁୟୁ ଚମକି ପଡ଼ି ଅନାଇଲା। ଭାବିଲା କାମର ପଘାରୁ ଦିନାକେତେ ଫିଟି ରହି ଦିଉଡ଼ୁ ମଝିରେ ଗୋଳମାଳିଆ କଥା ମନରୁ ପୋଛି ପକାଇଲା ବୋଧହୁଏ। ଦିଉଡ଼ୁ ପୁଣି ପଚାରିଲା, ଧୁଙ୍ଗିଆ ଅଛି? ଦେବ ନା, ମୁଁ ଦେବି। ପୁୟୁ ହସି ପକାଇଲା। ନିଶ୍ଚଳ ରାତି। ଆପଣା ଘରର ପିଣ୍ଡା ଉପରେ ପିକା ଜୁଳୁ ଜୁଳୁ ଲଘେଇ ଦିଉଡ଼ୁ ସାଉଁତା ବସି ରହିଥାଏ। ପୁୟୁ ରନ୍ଧାବଢ଼ା କାମରେ ବ୍ୟସ୍ତ। ଯାଉଛି, ଆସୁଛି। ପାଦର ଦୁମ୍ ଦୁମ୍, ହାତର ବଳାର ଝୁଣଝାଣ ଭିତରୁ ରୋଷେଇର ଶବ୍ଦ, ଧୂଆଁ। ମୁହଁ ପଟେ ଏକାଶେଣିକା ପିଣ୍ଡାର ଖୋପ ଖୋପ ହୋଇ ନିଆଁ ଧାସ। ମଝିରେ ମଝିରେ କେଉଁ ପଡ଼ୋଶୀ ଘରୁ କଥାଭାଷାର ଶବ୍ଦ। ପିଣ୍ଡା ତଳେ ଦୁଆର ମୁହଁ ଆବୋରି ବସି ରହି ଦସ୍ୟୁ କୁକୁର ପହରା ଆରମ୍ଭ କଲାଣି। ରହି ରହିକା ଧୀରେ ଧୀରେ ଭୋକେ। ଘଡ଼ିକେ ପହରକେ ଖିଦିଖାଦିଆ ହୋଇ କାହାକୁ ଗୋଡ଼େଇ ଯାଏ। ଫେରି ଆସି ଲାଞ୍ଜ ବାଡ଼ାଏ। ସେହିପରି ଅନ୍ଧାରର ଶାନ୍ତି, ଘରର ଆରାମ। ଏହି ପୁରୁଣା ଛବି। ନୁଆଣିଆ ଚାଳ ତଳେ ଅନ୍ଧାରୁଆ ଅଣଓସାର ପିଣ୍ଡା ଉପରେ ପରିଚିତ ଏଇ ଅନୁଭୂତି। ପିତୃପୁରୁଷଙ୍କ ଦିନରୁ ମଣିଷର ଚିହ୍ନ ଖୋଳପା ପରି। ବୁଲି ବୁଲି ହାଲିଆ ଖାଲିଆ ହୋଇ ଫେରି ଆସି ଏଇଆ ଘୋଡ଼େଇ ବସିବାକୁ ଭଲ ଲାଗେ।
ଦିଉଡ଼ି ସାଉଁତା ଥିରି ହୋଇ ବସିଥିଲା। ମନ କେଉଁଠି ଅଛି କିଏ ଜାଣେ। ସେଠି ରାଗରୁଷ ନାହିଁ, ଅବଶେଷ ନାହିଁ କି ଉଲ୍ଲାସ ନାହିଁ, ଖାଲି କ୍ଳାନ୍ତି। ମଠେଇ ମଠେଇ ଧୂଆଁପତ୍ର ପିଉ ପିଉ ଆଖିପତା ଉପରେ ବୋଝ ବୋଝ କାକର ନିଦ। କେଡ଼େ ନିଶ୍ଚଳ ଏ ଅନ୍ଧାର। ଗଛପତ୍ର ସେହିପରି ଠିଆ ଠିଆ, ହଲ୍ ନାହିଁ ଚଲ୍ ନାହିଁ। ଆକାଶରେ ତରା ବେଶୀ। କାଲି ଖୁବ୍ ଖରା ହେବ ପରା। ପୁବୁଲି ଚାଲିଯାଇଛି। ଲେଞ୍ଜୁ କକାର ଏ ପର୍ଯ୍ୟନ୍ତ ଦେଖା ନାହିଁ। ଲେଞ୍ଜୁ କକା କେଉଁଠୁ କାହିଁକି ରାଗ ପଡ଼ି ପଡ଼ିଥିଲା ନାଲିଆ ରାଗ। କେବେ ଏତେ ଦୂର ହୁଏ ନାହିଁ। ଯାହା ହେବ। ସେଥିପାଇଁ ବି ଦେଉଡ଼ର ମନର ଘାରି ହେଉନଥିଲା। ସବୁ ସହଜ, ମନେ ମନେ ଥାଇ ଥାଇ ସବୁ ପୁରୁଣା। ତାର ଲେଞ୍ଜୁ କକାର ପଟିବ ନାହିଁ। ଲୁଚା ଚୋରାରେ କେଉଁଦିନ ସମ୍ବନ୍ଧଟା ଘୁଣ ଖାଇ ଖାଇ ପୋଲା ହୋଇ ଯାଇଥିଲା, ଆଜି ଦେଖା ଦେଖିରେ ମଟ୍ ଯାଉ। ପଣ ମନ ଭିତରୁ ବାହାରିଆ ଜିନିଷ ଗୋଟି ଗୋଟି କରି ଅନ୍ଧାରରୁ ଚାଲି ଯାଉଥିଲା ବେଳେ ପିଉଟି ମନେ ପଡ଼ୁନଥିଲା। କେତେ ତଳେ ସେ କରୁଣ ଆଉ ଅବସାଦ ଏକାଠି ମିଶି ମାସି ଯାଇଛି। ଚେତନାରୁ ଅନୁଭୂତି ହଜିଛି। କେବେ ଶିକାର କରି ସେ ଯାଇଥିଲା? କାହିଁକି ଏତେ ବଣବୁଲା, ଏତେ ଘୋଳାବିନ୍ଧା? ଦିଉଡ଼ୁ ଭାବୁଥିଲା ସବୁ ନିଷ୍ଫଳ, କିଛି ଦରକାର ନାହିଁ। ହାଇ ଉପରେ ହାଇ ଖୁନ୍ଦି ହୋଇ ଆସୁଥିଲା। ମନେ ହେଲା ପୁବୁଲିକୁ ସେ ଡାକିବ। ଖୁବ୍ ଦୁର୍ବଳ ଭାବେ ସ୍ମରଣ କଲା ଯେପରି ପୁବୁଲି ନାହିଁ। ପୁବୁଲିକୁ ସେ ଡାକିବ ନାହିଁ। ନାହିଁ, ଥାଉ। କେତେବେଳେ ଦିଉଡ଼ୁ ଅନୁଭବ କଲା ମୁହଁ ପାଖେ ଆଲୁଅର ତେଜ। କିଏ ତାକୁ ଠେଲି ଠେଲିକା ଉଠଉଛି। ଯେପରିକି ସକାଳ ହେଲାଣି, ନିଦଟା ବି ନିଷ୍ଫଳ, ନିଦଟା ବି ନିଷ୍ପ୍ରୟୋଜନ। ସେହିପରି ନିଦୁଆ ମନ ପଛକୁ ଝୁଙ୍କି ଯାଇ ଭାବି ହେଲା, କିଏ ଯାଏ, କିଏ ପାରେ ନିଦର ଆରାମଟା। ଆଲୁଅ ଧରି ମୁହଁ ପାଖେ ପାଖେ ଝୁଙ୍କି ପଡ଼ି ପୁବୁଲି ଉଠଉଛି। ନା, ପୁୟୁ ଉଠଉଛି। କ'ଣ ଖାଇବା ନାହିଁ କି? ମାଲୋ କି ନିଦ! ଏ ଲଞ୍ଜୁ କକା। ପିଣ୍ଡା ତଳେ ପଥର ଉପରେ ନିଶ୍ଚଳ ହୋଇ ଅନ୍ଧାର ମେଞ୍ଚାଏ ବସିଛି। ଦେଉଡ଼ ପାଟି କରି ପଚାରିଲା, ଲେଞ୍ଜୁ କକା ଖାଇଲାଣି? ପଥର ଉପରୁ ଦସ୍ୟୁ କୁକୁର ପୁଣି କାହାକୁ ଗୋଡ଼ାଇଲା। ଦେଉଡ଼ ହତାଶ ହେଲା। ପୁୟୁ କହିଲା, ଉଠ, ତୁମେ ଖାଇନିଅ ତ। ଲେଞ୍ଜୁ କକା କାହିଁ ଆସିନାହାନ୍ତି ଏପର୍ଯ୍ୟନ୍ତ। ପୁଣି କ୍ଳାନ୍ତି। ଦିଉଡ଼ୁ ଆଖି ବୁଜିଦେଲା। କାନ୍ଥ ଆଡ଼କୁ ଢୁଳେଇ ପଡ଼ିଲା। ହଲେଇ ହଲେଇ ପୁୟୁ ଉଠେଇଲା। ପୁଣି ଶୋଇଲା ଯେ। ଉଠ, ପୁଅ ଏକୁଟିଆ ଶୋଇଛି ପରା, ଉଠୁନ। ସେ ପାଖକୁ ଜାମେରି କନ୍ଧ ଗୋଟାଏ ବଡ଼ ହାକୁଟି ମାରି କହିଲା, କିରେ ଦିଉଡ଼ୁ, ଖାଇଲୁଣି? ଦିଉଡ଼ୁ ଚମକି ପଡ଼ି ଉଠି ଠିଆ ହେଲା। ଭଲ ଲାଗୁନାହିଁ, ତଥାପି ଖାଇବାକୁ ହେବ। ପୁୟୁ ଅତି ଖୁସିରେ ବାଢ଼ିବାକୁ ଚାଲିଗଲା। ଦିଉଡ଼ୁ ଗମ୍ଭୀର ହୋଇ ପଛେ ପଛେ ଗଲା। ମନେ ପଡ଼ୁଛି, ଅନେକ କଥା ମନେ ପଡ଼ୁଛି। କଥା ଥିଲା ପୁୟୁ ଉପରେ ସେ ରାଗିବ, କିନ୍ତୁ ରାଗର ପୁଞ୍ଜି ସବୁ ଝାଡ଼ି ଝୁଡ଼ି ସେଇ ଲେଞ୍ଜୁ କକା ଅନ୍ଧାରରେ କୁଆଡ଼େ ଛପିଛି। ବେସୁକନ୍ଧ ସୁଖରେ ଘର କରୁଛି। କୌଣସି କାମ କରିବାକୁ କି ରାଗିବାକୁ ଦିଉଡ଼ୁର ମନର ପ୍ରବୃତ୍ତି ନଥିଲା। ସନ୍ଧ୍ୟାରେ ପଚାରି ବସିଲା, ମିଟିଂଗାର ଲୋକ କେତେବେଳେ ଆସିଥିଲେ? ଆସିବେ ବୋଲି ଆଗରୁ କିଛି କହିଥିଲେ? ପୁବୁଲି କିଛି କହିଥିଲା? ଏପରି ହଠାତ୍ ପୁବୁଲି ଚାଲିଗଲା ଯେ? ଆଗରୁ କିଛି କହିଥିଲା କି? ଯୋଉଁ ଯୋଉଁ ଦିଉଡ଼ି ଚେଇଁ ଉଠୁଥାଏ, ତହୁଁ ତହୁଁ ତାର ମନର ପୁରୁଣା ଅବସ୍ଥା ଫେରିଉଠୁଥାଏ। ସେଇ ରାଗ, ସେଇ ଅଭିମାନ, ସେଇ କଷା ପିତା ଚିନ୍ତା। କିନ୍ତୁ ସାମ୍ନା ହେଇ ହାକିନା ନିର୍ଦ୍ଦୋଷ ନିଘୋଡ଼ ନିଦରେ ଶୋଇ ରହିଛି। ଭାତ ଖାଇବାକୁ, ସେବା ଯତ୍ନ କରିବାକୁ ପୁୟୁର ଏତେ ଆଦର ଆଗ୍ରହ ଗୋଡ଼ତଳେ ପଡ଼ୁନାହିଁ। ମୁହଁରେ କିଲି ବିଲେଇ ଉଠୁଛି ନାନା ପ୍ରକାର ଶୁଭ ଇଚ୍ଛା କୁଶଳ ପ୍ରଶ୍ନ। ଦିଉଡ଼ୁ ତାହା ଉପରେ ରାଗି ପାରିଲା ନାହିଁ। ଭଉଣୀକୁ କାହିଁକି ଉଡ଼େଇ ଦେଲୁ ବୋଲି କାଠ ଫାଳିଆରେ ସେହି ପାତଳ ଦୁର୍ବଳ ମୁହଁକୁ ଛେଚି ପକାଇବାକୁ ହାତ କଲା ନାହିଁ। ଶାନ୍ତି ଅଶାନ୍ତିରେ ଦୋହଲି ଦୋହଲି ମୁହଁ ବିକୃତ କରି କରି ଦିଉଡ଼ୁ ତାର ସେବା ଯତ୍ନ ସହିଗଲା। ବାହାରକୁ କାଠ ପରି। ହେଇତି, ଆଉ ଦିଟା ମାଣ୍ଡିଆ ଭାତ ଦିଏଁ? ଆଉ ଖାଇବ ନାହିଁ? ଏତିକିରେ ପେଟ ପୁରିଗଲା? ଆଉ ଖଣ୍ଡେ କନ୍ଦା, ଆଉ ଦିଟା ପୋଡ଼ା ଶିଆଳି ମଞ୍ଜି, ଏତିକିରେ ଉଠିଯିବ? ଆଜି ପୁୟୁ ଉପରେ ବଡ଼ି ଆଗ୍ରହ ଦେଖାଉଛି। ଯେତିକି ସେ ଛଟପଟ ହେଉଛି, ସେତିକି କେମିତି ଲାଗୁଛି ଦିଉଡ଼ୁକୁ। ପୁୟୁର ପାଟିରେ ବାଟୁଳି ବାଜୁନାହିଁ ଆଜି। ପାଦରେ ପକ୍ଷୀ ଲାଗିଛି। କ'ଣ ହେଇଛି କ'ଣ? ଗୋଡ଼ ଲୁଣ ପାଣିରେ ବୁଡ଼େଇଲ ନାହିଁ ଯେ? ଘୋଳି ହେଉନଥିବ? ପାଣି ବସିଯିବ ଦେବି? ଖରାପ ଲାଗୁଛି? ଗୋଡ଼ ଘଷି ଦିଏ? ନା, ମୁଁ ପରେ ଖାଇବି। ଘଷି ଦିଏ, ତୁମେ ଶୁଅ। ନିଶ୍ଚଳ ରାତି, ବିକୃତ ରାତି। ଦିଉଡ଼ୁ ପଦାକୁ ଆସିଲା। ଖାଇ ପିଇ ପେଟ ଶାନ୍ତି। ନିଦ ଭାଙ୍ଗି ଯାଇଛି। ମୁହଁରେ ଥଣ୍ଡା ପବନ ବାଜୁଛି। ଦେହର ଦୁର୍ବଳତାର ମୋହ ମନରେ ନାହିଁ। ଦେହର ବଳ ବଢ଼ୁ ବଢ଼ୁ ମନ ଭିତରେ ପୁରୁଷପଣ ବଢ଼ିଯାଉଛି। ମନର ରୁକ୍ଷତାରେ ପୁୟୁର ମୂଲ ନାହିଁ। ଚାରିଆଡ଼କୁ ଅନାଇ ଦେଲା। ଗାଁ ଶୂନଶାନ।
ସମସ୍ତେ ଶୋଇପଡ଼ିଲେଣି। କେଉଁଠି ହେଲେ ଆଲୁଅର ଧାସ ଧାପେ ନାହିଁ। କ'ଣ ହେଉଛି ଆଜି? କୁଆଡ଼େ ଗଲା ତା'ର ପ୍ରତୀକ୍ଷା? ପୁଣି ପୁୟୁକୁ ଗ୍ରହଣ କରି ନେଇଛି ଆଗଦିନ ପରି। ସବୁ ମନେ ପଡ଼ିଲା। ପୁୟୁ ଶୁଖିଲା ସେମେଟା ହାଡ଼ୁଆ ମୃଗୀଣା ମଣିଷ। ଆଖିରେ ଆଲୁଅ ନାହିଁ, ମୁହଁରେ ନାହିଁ ମହୁଲର ପାଣି। ପୁୟୁର ଏହି ମୂର୍ତ୍ତି ଯେପରିକି ତା ଆଖି ଆଗରେ ସବୁଦିନ ଅଙ୍କା ହୋଇ ରହିଛି, ଆଖିରେ ଖେଞ୍ଚା ମାରିବା ପାଇଁ। ସେହି ପୁୟୁ ସହିତ ପୁଣି ମିଳାମିଶା, ପୁଣି ସନ୍ଧି। ଅତି ଦେଖେଇ ହେଉ ହେଉ ଯେମିତି ତା'ର ମୁହଁଟା କମ୍ପେଇ ହୋଇଯାଏ, ବିଭତ୍ସ ଦିଶେ। ଦେହରେ ହାଡ଼ ବାଜେ, ଥଣ୍ଡା ହାଡ଼। ନିଜର ପତି ନିଜକୁ ସିଝାଏ। ଏତେ ଦିନ ଯେ ପୁୟୁ ଆଉ ପ୍ରକାରରେ ଥିଲା, ଆଜି ଏପରି ଉପରେ ପଡ଼ି ଭୁଲେଇବାକୁ ଆସୁଛି। ଦିଉଡୁ ଭାବିଲା, ସ୍ତ୍ରୀ ଲୋକର ସ୍ୱଭାବ ଏପରି। ହାରିଗଲେ ଏହିପରି ସେ ଛଳନା ଦେଖାଏ, ପେଖନା କରେ। ସବୁ ବିରୋଧୀ ଚିନ୍ତା ମନ ଭିତରେ ଗୋଳେଇ ପୋଳେଇ ଦିଉଡୁ ଏକାଠି ବଳୁଆ କରି ପୁୟୁ ବିରୋଧରେ ଠିଆ ହେବାକୁ ଚେଷ୍ଟା କଲା। ଯେତିକି ସେ ଭାବିଲା ସେତିକି ସେ ନିଛାଟିଆରେ ଆପଣାକୁ କଳି ବସିଲା, ସେତିକି ଯେପରିକି ତା'ର ବିଶ୍ୱାସ ଆସିଲା। ଏ ସାଲିସ୍ ତା'ର ହୋଇନାହିଁ। ପୋଡ଼ା ତୁଣ ପୋଡ଼ି ହୋଇ ଅଙ୍ଗାର ହୋଇଯାଇଛି। ଆଉ ତାକୁ ସୁଧାରିବାକୁ ଚେଷ୍ଟା କରି କି ଲାଭ? ନିଦ ଭାଙ୍ଗିଗଲା। ଅପ୍ରାକୃତ ଅନୁଭୂତି କଟିଗଲା। ଖାଇ ପିଇ ଧୁଙ୍ଗିଆ ପିଇ ନିଶ୍ଚିତରେ ପିଣ୍ଡା ଉପରେ ବସି ଯହୁଁ ଯହୁଁ ଦେହ ଗୋଟାକରେ ଉଷୁମ ଉଷୁମ ଆସୁଛି ଲାଗୁଥାଏ, ତାହୁଁ ତା'ର ଚିନ୍ତା ପୁୟୁକୁ ଛାଡ଼ି ପଦାକୁ ମୁହୁଁଥାଏ। ଏଇ ନିଛାଟିଆ ରାତି ସୁନାଦେଇ ଶୋଇଥିବ। ହଠାତ୍ ତା'ର କ'ଣ ଏପରି ହୋଇଗଲା? ଠିକଣା ମୁହୂର୍ତ୍ତରେ ଏତେ ବଡ଼ କିଳିକିଳା ଛାଡ଼ି ସେ ପାଣି ଭିତରେ ପଡ଼ିଗଲା। ସୁନାଦେଇ ତା'ର ରଇତ, କେବଳ ରଇତ ତ ନୁହେଁ, ତା'ର ସେବାୟତ ଆପଣାର ଲୋକ ବୁଢ଼ା ବାରିକର ବୋହୂ। ଦିଉଡୁ ଆପଣାକୁ ନିନ୍ଦି ବସିଲା ଯେ କାହିଁକି ସୁନାଦେଇର ଭଲମନ୍ଦ ବୁଝିବା ସକାଶେ ସେ ଗଲା ନାହିଁ। ଆଜି ବେଶୀ ରାତି। ପୁୟୁ ଜଗୁଆଳି ପରି। କାଳେ ଗାଁରେ କିଏ କ'ଣ କରୁଛି, ସେ ନିଶ୍ଚୟ କଲା, କାଲି ସେ ଅବଶ୍ୟ ଯିବ। ତା'ପରେ ପିଉଟି ଭାବିଲେ କେବଳ ଖୁସି ଲାଗେ ନାହିଁ, ଛାତି ଭିତରେ କେଉଁଠି କ'ଣ ଫାଙ୍କା ଫାଙ୍କା ଲାଗେ, ମନ ଦବିଯାଏ। ପିଉଟି ପଛେ ପଛେ କ୍ରୋଧ ବଢ଼େ। ପୁବୁଲି ଦାୟିତ୍ୱ ସୂତ୍ରରେ ଲେଞ୍ଜୁ କକା ଯେଉଁଆଡ଼େ ଯାଉ ନ ଆସୁ, ସେଥିରେ କାହାକୁ କହିବାକୁ କିଛି ନାହିଁ। ଦିଉଡୁ ଭାବିଲା, ଲେଞ୍ଜୁ କକା ଏକ ନିକମା ହୋଇଯାଇଛି। ସେ ବୁଢ଼ା ଲୋକ ହେଲେ ବି ତାକୁ ଶାସନ କରିବା, ଆକଟ କରିବା ଦରକାର। ଆପଣାର ବ୍ୟବହାର ପାଇଁ ତା'ର ଦୁଃଖ ହେଲା ନାହିଁ। ପିଉଟିର ସ୍ମୃତି ହେତୁ ଆନନ୍ଦ ତାକୁ ଭାଙ୍ଗି ଦେବାର କାରଣ ହେଉଛି ପୁବୁଲିର ଉଦୁଲିଆ ବିଭା। ତେଣୁ ଦାୟିତ୍ୱ ପରର, ଦୋଷ ପରର। ଭାବୁ ଭାବୁ ବୈରାଗ୍ୟ ଆସିଲା। ସଂସାରରେ ସେ ଜନ୍ମ ହୋଇଛି ଯେ କେହି ତା'ର ନିଜର ନୁହେଁ, କେହି ତା'ର ସାହା ଭରସା ନାହିଁ। ସମସ୍ତେ ବିରୋଧୀ, ସମସ୍ତେ ଅକଳେଇବାକୁ, ଜୀବନଟା ଦୁର୍ବହ କରିଦେବାକୁ ଇଚ୍ଛୁକ। ଶାନ୍ତି ନାହିଁ। ଏହି ଅନ୍ଧାର ରାତିରେ ତା'ର ମା ମନେ ପଡ଼ିଲା, ବାପ ମନେ ପଡ଼ିଲା। ଥାନ୍ତେ ଭଲ ସେମାନେ। ଲେଞ୍ଜୁ କକା ଉପରେ, ପୁୟୁ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ। ସେମାନେ ଥିଲେ ହୁଏତ ସବୁ ଭଲ ହୋଇଥାନ୍ତା। ଖାଲି ତରା ମେଞ୍ଚି ପେଞ୍ଚି, ଖାଲି ଜାଲ ଜାଲୁଆ ଅନ୍ଧାର, ବିଭିନ୍ନ ଜାତିର ପରପର ମେଘ ପରି, ଧୂଆଁ ପରି। ଦିଉଡୁ ସାଉଁତାର ଅଶାନ୍ତ ମନ କୁହୁଳି ଉଠୁଥିଲା, ରଙ୍ଗ ନେଉଟିଲା। କାମ ସାରି ପୁୟୁ ଡାକିଲା, ବସିଛ ଯେ, ନିଦ ମାଡ଼ୁ ନାହିଁ? ଟାପରା କଲାପରି ହାଲୁକା ଅନ୍ଧାରରେ ଫାଇଁ କରି ତା'ର ଦାନ୍ତ ଦିପାଟି ଦବିଗଲା ପରି ଲାଗିଲା। ପୁୟୁ କହିଲା, ଦେହକୁ ବାଧା ହେବ, ସୁଅ। ଦିଉଡୁ କହିଲା। କଳ ଚାଲିଲା ପରେ ଗୋଟିଏ ଗୋଟିଏ ହୋଇ ଅନ୍ୟମନସ୍କ ଭାବେ ଘର ଭିତରେ ଶୋଇବାକୁ ଗଲା। ସେତେବେଳକୁ ପୃଥିବୀ ଶୋଇପଡ଼ିଥାଏ, କେବଳ ସ୍ୱପ୍ନ ଅନୁଭୂତିର ଜୀବନ ସଙ୍କେତରେ। ସକାଳୁ ପିଲାଟାର ଅପ୍ରିୟ କାନ୍ଦଣାରେ ନିଦ ଭାଙ୍ଗିଲା। କେବଳ କାନ୍ଦଣା ନୁହେଁ, ଗୁଢ଼ କଥା କାନ ପାଖେ କିଏ ଯେପରି କ'ଣ କହୁଛି। ନିଦ ଭାଙ୍ଗୁ ଭାଙ୍ଗୁ ଲାଗୁଥିଲା ଯେପରିକି କିଏ ସମ୍ବାଦ ଆଣିଦେଇଛି, ରାତିରେ ସୁନାଦେଇ ମରିଗଲା। ଚମକି ପଡ଼ି ମନେ ମନେ ଆହା ଉହୁ କରୁ କରୁ ପୁଣି କ'ଣ କହିବ ସେ ଜବାବ ଫାନ୍ଦୁଛି। ଏତିକିବେଳେ ଅପ୍ରିୟ ବାଧା। ରୁଢ଼ ବଢ଼ିଛି, ଆଖି ନାଲି ନାଲି, ଭ୍ରୁକୁଟି କରି ଆଖି ଗାରେଡ଼ି ଦିଉଡୁ କହିଲା, କ'ଣ କହୁଛୁ? ସାହି ଲୋକେ ସମସ୍ତେ କଥାଭାଷା ହେଉଛନ୍ତି। ଲେଞ୍ଜୁ କକା କୁଆଡ଼େ ଗଛ ମୂଳେ ବସି କାନ୍ଦୁଛନ୍ତି। ତୁମେ ତାଙ୍କୁ କ'ଣ ଗାଳି ଦେଇଥିଲ? ସମସ୍ତେ କହୁଛନ୍ତି ଲେଞ୍ଜୁ କକା କୁଆଡ଼େ ଅଭିଶାପ ଦେଉଛନ୍ତି। କହୁଛନ୍ତି ଭାଇ ମଲା ଗଲାରୁ ତୁମେ ତାଙ୍କୁ ହାତ ଆଦର କଲ। ପୁୟୁ କହି ଲାଗିଛି। ପୁଣି ଧୀରେ ଧୀରେ ଭୟରେ ଭୟରେ ଫୁସ୍ଫାସ୍ ହୋଇ କହିଲା, ଲେଞ୍ଜୁ କକା କୁଆଡ଼େ ଭିଡ଼ିବେ କହୁଛନ୍ତି। ଛି କି କଥା ହେଲା? କ'ଣ ତାଙ୍କୁ କହି ଆସିଲ? ଶୋଇଛ କ'ଣ? ଘର ପୋଡ଼ି ଜଳି ଛାରଖାର ହେଲାଣି ପରା। ଖାଲି ଭଗାରି ହସୁଛନ୍ତି। ଉଠ, ଯାଅ ଟିକେ ବୁଝ। କ'ଣ କହିଲୁ?
ତୁମେ ଟିକେ ଯାଅ, ତାଙ୍କୁ ବୁଝେଇ ଘରକୁ ଘେନି ଆସ। ପଛ କଥା ପଛକୁ, ଯେତେ ହେଲେ ତୁମ ଦାଦି ତ, ରାଗ ଭଳରେ କ'ଣ ବକି ଦେଇଥିବ, ରୁଷିଛନ୍ତି। ଯାଅ, ବାତି ବା କ୍ଷମା ମାଗି ତାକୁ ନେଇ ଆସ। ଯାଉଛ? ଏ କ'ଣ କହୁଛି? ଦିଉଡ଼ୁ ଆଖି ଫାଡ଼ି ଫାଡ଼ି ହୋଇ ଆସିଲା। ମୁହଁ କଠିନ ହୋଇଗଲା। ହଜିଲା ରାତିର ସବୁ କଅଁଳ ପଣିଆ ମନରୁ ପୋଛି ହୋଇଗଲା। ଦିନ ଫିଟିଲାଣି। ସେ କାଲି ସକାଳେ ଯେଉଁ ଦିଉଡ଼ୁ ଥିଲା, ଆଜି ସକାଳେ ସେଇଆ। ଏ ଯେଉଁ ପୁୟୁ ଥିଲା, ସେଇ ପୁୟୁ। ପରିବର୍ତ୍ତନ ନାହିଁ। କ'ଣ କହୁଛି? ହତଶ୍ରୀ ଅପ୍ରିୟ ବାଦିନୀ ନରକଙ୍କାଳ। ବାତି ମାଗିବାକୁ ଯିବ ସେ, ଦିଉଡ଼ୁ ସାଉଁତା। ପୁଣି ସବୁ କଥା ତା'ର ଆଉଣ୍ଡି ହୋଇ ଲେଉଟି ଆସିଲା। ଯେପରିକି ହେ ବର୍ତ୍ତମାନ ସେ ଆଉ ଲେଞ୍ଜୁକନ୍ଦ କଜିଆ ଲଗେଇଛନ୍ତି। ଲେଞ୍ଜୁକନ୍ଦ ତାକୁ ଗାଳି ଦେଇଛି। ତା'ର ଉତ୍ତରା ଶୋଧନ ପାଇଁ ଏ ପ୍ରସ୍ତୁତ ହେଉଛି। ଗର୍ଜି ଉଠି ପୁଇ ଉପରକୁ ଚମକି ଯାଇ ସେ ରଡ଼ି ଛାଡ଼ିଲା। କ'ଣ କହିଲୁ? ମୁଁ ଯିବି ବାତି ମାଗିବାକୁ? ଗଣ୍ଡା ପଟକାର ଦୁଷ୍ଟ ଲୋକମାନେ, ତୁ ଆଉ ତୋର ଲେଞ୍ଜୁ କକା ମିଳି ମୁଁ ନଥିଲା ବେଳେ ମୋ ଭଉଣୀକୁ ଘରୁ ଭଗେଇଦେଲ, ଉଡ଼େଇଦେଲ। ଲାଜ ମାଡ଼ୁ ନାହିଁ, ପୁଣି କଥା କହୁଛୁ। ପୁୟୁ କାଠ ହୋଇଗଲା। ଡରି ଡରି କହିଲା, ତାହେଲେ ତୁମେ ଯିବ ନାହିଁ? ତାହେଲେ ସତେ ଲଞ୍ଜୁ କାକା ଆମଠୁ ଅଲଗା ହୋଇଯିବ? ତା'ର ନିଶ୍ୱାସ ପଡ଼ିବ ମୋର ହାକିନା ଉପରେ। ମୋତେ ମାରିବ ପଛେ ମାର, ତୁମେ ଯାଅ, ଯାଅ। ଫେର୍ ଫେର୍। ହାତ ଉଞ୍ଚେଇ ଦିଉଡ଼ୁ ତା ପାଖକୁ ଦୌଡ଼ିଗଲା। ଆଉ ସେମିତି କହିଛୁ କି ତୋତେ ଠିକଣା କରିଦେଇଛି ଜାଣିଥା। ମନକୁ ମନ ବକର ବକର ହୋଇ ଦିଉଡ଼ୁ ଗାଁ ଭିତରକୁ ଚାଲିଗଲା ଗାଳି ଦେଇ ଦେଇକା। ପୁୟୁ ସେହି ଏକା ଜାଗାକେ ଠିଆ ହୋଇ ଅନେଇଥାଏ। ଆଖିରୁ ଲୁହଧାର। ଦିଉଡ଼ୁର ଆଜି ଏ କି ଭୀମମୂର୍ତ୍ତି! ଏକା ଦିନକର ନୁହେଁ, କେତେ ଦିନର ବଢ଼ନ୍ତା ଷାଠି ସାପ ଯେପରିକି ପାଣି ଭିତରୁ ତା'ର ଲାଞ୍ଜ ଦେଖେଇ ଦେଇଛି। ଦାଉରେ ଯାହା ପଡ଼ିବ ପିଟି ନେଇ ଆଣି କଣା କରି ଦେଖାଇଦେବ। ସେହିପରି ୟାର ମନର ଚିତ୍ର। ପୁୟୁ ସନ୍ଦେହରେ ପଡ଼ିଲା। ଗଲା ରାତିର ବ୍ୟବହାର ସଙ୍ଗେ ଏହାର ଟିକିଏ ବୋଲି ସାମଞ୍ଜସ୍ୟ ନାହିଁ। ତେବେ କ'ଣ ତା'ର ବିଶ୍ୱାସ ଭୁଲ? ଦିଉଡ଼ୁ ଆଉ ତା'ର ହେବ ନାହିଁ? ଆଖିର ଧାର ବଳହ ହୋଇପଡ଼ି ଯାଉଥାଏ। ଏହି ଆଜିର ସକାଳ ପହିଲି ହୋଇ ଦିଉଡ଼ୁ ସାଉଁତା ଗର୍ଜି ଗର୍ଜି ଗାଁ ଭିତରକୁ ଗଲା। ସତକୁ ସତ ଲେଞ୍ଜୁ କକା ସଳପ ଗଛ ମୂଳେ ବସି ରହିଛି। ଗାଁର ବୁଢ଼ା ବୁଢ଼ା ଲୋକେ ତାକୁ ବେଢ଼ି ବସିଛନ୍ତି। କଥାଭାଷା ପଡ଼ିଛି ସମସ୍ତେ ଗମ୍ଭୀର। ବୁଢ଼ାମାନଙ୍କର ସ୍ଥିର ଚାହାଣୀ ଓ ଆତଙ୍କିତ ମୁହଁ ଆଗରେ ଦିଉଡ଼ୁ ତା'ର ଔଦ୍ଧତ୍ୟର ଟେକ ସମ୍ଭାଳି ପାରିଲା ନାହିଁ। ଏଡ଼େ ଟିକିଏ ହୋଇଗଲା। କାରଣ ଦୁଇ ପକ୍ଷଙ୍କ ପାଟିତୁଣ୍ଡ ଚାଲିଥାଏ। ବୁଢ଼ା ଜାମାକନ୍ଦ ଧୀରେ ଧୀରେ କହିଲା, ଆସିଲୁ ଭଲ କଲୁ ସାଉଁତା। ପଞ୍ଚାୟତି ହେବ ଯେ ଅଇଛା ତୋତେ ଡକେଇ ପଠେଇଥାନ୍ତୁ ଆମେ। ଦିଉଡ଼ୁ କହିଲା, ଭଲ ଭଲ, ପଞ୍ଚାୟତିରେ ପକାଅ। କେତେ କଥା କହିବାକୁ ଅଛି। ଗାଁ ଛାଡ଼ି ଦେଇ ଘର ଛାଡ଼ି ଦେଇ ମଣିଷ ପଦାକୁ ଟିକିଏ ଗୋଡ଼ କାଢ଼ିବାର ଉପାୟ ବି ନାହିଁ। ଟିକିଏ ପିଠି ବୁଲେଇଲେ ଯାହାଙ୍କୁ ଭରସା କରି ମଣିଷ ଜଗେଇ ଦେଇ ଯାଇଥିବ, ସେ ଯିବେ ମଦ ପିଇ କଡ଼ିବେ। ସବୁ ଉଜୁଡ଼ିଲା। କ୍ଷେତ କାମକୁ ପଠାଅ, ଯାହାହେଲେ କମାଣି କରିବାକୁ ଦିଅ। ନିଜ ନ ରହିଲେ ସବୁ ଢିଲମ ଢିଲା। ଯଦି ଭଲରେ ମନ୍ଦରେ ପଦେ କହିଦେଇଛ ତ ଯିବି କୁଆଡ଼େ? ସାଙ୍ଗେ ସାଙ୍ଗ ଗରମ ହୋଇ ହାଣିବି, ପୂଜିବି। ଏମିତି କଥା। ତୁଚ୍ଛାକୁ ରୁଷାରୁଷି, ତୁଚ୍ଛାକୁ ଅଭିମାନ। କେତେ ଦିନ କିଏ ସହିବ? କେତେ ୟାଙ୍କୁ ଚଳେଇବ ତୁମେ? ହେଲେ କହ ନା, ପଞ୍ଚାୟତି କରି ଛିଣ୍ଡେଇ ଦିଅ। ସବୁଦିନେ କାହିଁକି ଅଶାନ୍ତି ଲାଗିଥିବ ଯେ? ଲେଞ୍ଜୁ କହିଲା, ଶୁଣୁଛ ତ? କେହି ପାଟି ଫିଟିଲେ ନାହିଁ। ସେହିପରି ତୁନି ହୋଇ ଦିଉଡ଼ୁର ମୁହଁକୁ ଚାହିଁ ରହିଲେ। ସେ ଦବିକଲା। ଏଣିକି ତାହା ମନରେ ଆଶଙ୍କା ହେଲା କେଉଁଥିରୁ କ'ଣ ସେ କହିଦେଇଛି। ଯାହା କହିବାର ନୁହେଁ ତାହା ତା'ର ମୁହଁରୁ ବାହାରି ଯାଉଛି। ପରିଣାମ ଅବଶ୍ୟମ୍ଭାବୀ। ମୁହଁ ଶୁଖାଇ ସେ ଠିଆ ହୋଇ ରହିଲା। ସମସ୍ତଙ୍କର ଅପ୍ରାକୃତ ତୁନିତାନି ଦେଖି ଲେଞ୍ଜୁକନ୍ଧ ମଧ୍ୟ କିଛି କହିବାକୁ ଭରସିଲା ନାହିଁ। ତା'ର ରାଗ ଖସି ପଡ଼ୁଥିଲା। ସେହି ଜାମ୍ବାକନ୍ଧ ପୁଣି କଥା ଆରମ୍ଭ କଲା, ତେବେ ଏଠିଟାରେ କାହିଁକି? ଚାଲ ଗାଁ ଭଣାମଣକୁ ଯିବା, ସେଠି କଥା ପକାଇବା। ସମସ୍ତେ ହୋ ହୋ ହୋଇ ଉଠି ପଡ଼ିଲେ। ଲେଞ୍ଜୁ ଆଉ ଦିଉଡ଼ୁ ଗହଳି ଭିତରେ ତୁନିତାନି ମୁଣ୍ଡ ନୁଆଁଇ ଚାଲିଲେ। କାହାରି ତୁଣ୍ଡରେ କଥା ନାହିଁ। ଦୁହେଁ ସତେକି ଏକାଥରକେ ଅନୁଭବ କରିଛନ୍ତି ଦିହିଁଙ୍କା ଦିହେଁ ଅପରାଧୀ। ଦିହା ଦିହିଁକେ ବିଚାର ଆରମ୍ଭ କଲେଣି। ପଞ୍ଚାୟତ ହେବ? କାହିଁକି ହେବ? କିଏ ଡାକାଇଛି ପଞ୍ଚାୟତ? କି ଦୋଷ କାହାର? ବାଟରେ ଜାମାକନ୍ଧ ପୁଣି କଥା ପକାଇଲା। ପ୍ରକୃତରେ ଦିଟା ଦାଦି ପୁତୁରା ଏପରି ମାଡ଼ଗୋଳ ଲାଗି ଅଶାନ୍ତି ଅସନ୍ତୋଷ। କାହାରି ମନ କାହାରି ସଙ୍ଗେ ମିଳୁନାହିଁ। ଦିନୁ ଦିନ କଜିଆ ବଳିଲା। ସରବୁ ସାଉତା ଥାନ୍ତା, ତା ତ ନାହିଁ। ଏମିତି ଦୁହେଁ ଦୁହିଁଙ୍କ ଛାଇ ପଡ଼ିଲେ ଡେଉଁଥିବେ। ଆମେ ଗ୍ରାମବାସୀ ଦେଖୁଥିବୁ। ନା, ତା ହୋଇ ନପାରେ। ଆଜି ଯଦି କଥାଟା ପଡ଼ିଲା, ତେବେ ବୁଝିଦେବା ଭଲ। ଚିରକାଳକୁ ଛିଣ୍ଡିଯିବ ନା କ'ଣ କହୁଛ ପାଇ? ଧୀରେ ଧୀରେ ଦିଉଡ଼ୁ ରାଗି ଆସୁଥିଲା।
ତାର କକା, ତାର ଘର, ତା ଉପରେ ଏତେ ପ୍ରକାର କଳି ଲଗେଇ ଧୁଡ଼ୁକି ବଜେଇ ନିଶାବ କରିବାକୁ କିଏ ମାନେ? ହଠାତ୍ ତା ପାଟିରୁ ବାହାରିଗଲା ଗଣ୍ଡା ପଟକାର। ଖବରଦାର, ଜାଗ୍ରତା, ବୋହୂ କହି ପକଉଛୁ। ଭାରି ଭଲ ଲୋକ ବୋଲଉଛୁ ତ? ନା ଜାମାକନ୍ଧ, ମନ ଅଛି ତ? ତୁନି ହୋଇ ଆମର ଶାସନ ମାନି ଦେଇ ଏ ଗାଁରେ ଘର କର, ନହେଲେ ନିକାଲ ଦେଉଛି, ଯା, ତୋର ଯୁଆଡ଼େ ଇଚ୍ଛା ସିଆଡ଼େ ଯା। ହା ହା ହୋଇ ସମସ୍ତେ ଘେରିଗଲେ। ବୁଢ଼ାମାନଙ୍କର ରାଗ ସଙ୍ଗେ ସଙ୍ଗେ ମନରେ ଆଶଙ୍କା ଆସିଲା, ଦିଟା ଥୋଇଲା କି? ଅକୁହା ଅମାନିଆ ରାଗି ଲୋକ କ'ଣ ତାର ଠିକଣା? ନିକଲ ଜାମାକନ୍ଧ, ମୁଁ ସାଉନ୍ତା ନା ତୁ ସାଉନ୍ତା? ତୋର ମୁଣ୍ଡରେ ପିତ୍ତ ହେଲାଣି। ମୋର ଘର କଥା ନେଇ ତୁ ପଞ୍ଚାୟତ କରିବୁ? କିଏ ତୋତେ ପଞ୍ଚାୟତ ମାନିଲା? କିଏ? କାହିଁକି ଚୋରୁଛୁ ସାଉନ୍ତା? ମୁଁ ତ ତା ଆଗରୁ କହୁଥିଲି। ନାହିଁ କିଓ ଭାଇ, କହିନାହିଁ ଆମର ଗାଁରେ ସାଉନ୍ତା ସେ ପିଲା ହେଉ କି ବୁଢ଼ା ହେଉ, ଆମେ ତାର ତଳେ ରଇତ। ଯଦି ତା ଉପରେ ପଞ୍ଚାୟତ ଡାକିବ, ତେବେ ଆମ ରଇତଙ୍କ ଦ୍ୱାରା ତେ ହେବ ନାହିଁ। 7 ଖଣ୍ଡ ଗାଁର ପଡ଼ିଶା ସାଉନ୍ତା ବଡ଼ ରଇତଙ୍କୁ ଡାକ। ଆମ ମୁଣ୍ଡ ଉପରେ ଓ ବୋଝ କିଏ ଦେଲା? କିଏ କହିଲା ଆମକୁ ଗାଳି ଖାଇବାକୁ? ନା, କ'ଣ କହୁନୁ? ପଞ୍ଚାୟତ କରୁଛନ୍ତି। ଦେଉଡ଼ୁ ଖେଙ୍କି ଲାଗିଥାଏ। ଖୁଣି ହୋଇଛି ନା ଚୋରି ହୋଇଛି ଯେ ପଞ୍ଚାୟତ କରୁଛନ୍ତି? ସବୁ ଏ ଲେଞ୍ଜୁକତ୍କାର ମତଲବ। ବୁଢ଼ା ହେବାରୁ ବୁଦ୍ଧି ପାଚୁଛି। ଦେଉଡ଼ୁ ଗର୍ଜନରେ ଲେଞ୍ଜୁର ଗର୍ଜନ ମିଶିଗଲା। ଗାଳି ଖାଇ ବୁଢ଼ାମାନେ କରକୁ ହୋଇଗଲେ। ଏତିକି ବେଳେ ପୁଅଟିକୁ କାଖେଇ ବାଳ ଫୁରୁଫୁରୁ ଉଡ଼ୁଛି ଦୌଡ଼ି ଦୌଡ଼ି କିଏ ସେଠିକି ଆସିଲା। ଲେଞ୍ଜୁକନ୍ଧର ହାତରେ ହାତ ଧରି ଦେଇ ଓଟାରି ନେଇ କହିଲା, ସତେ ତ ସେମିତି। କାହିଁକି ତାଙ୍କ ସଙ୍ଗେ ଜଣକୁ ଜଣ ହେବ? ଚାଲ ଲେଞ୍ଜୁ କାକା, ଘରକୁ ଚାଲ। ସମସ୍ତେ ଚମକି ପଡ଼ିଲେ। ପୁୟୁ ହାକିନା ଭେ ଗଲା। ଲେଞ୍ଜୁ କାକାକୁ ଜବାବ ଦେବାକୁ ଅବସର ନ ଦେଇ ପୁୟୁ ଓଟାରି ନେଇ ଚାଲିଲା। କହିଲା, ଆସୁନ, ପୁଅ କାନ୍ଦିଲାଣି। ଆଗ ତମକୁ ଖାଇବାକୁ ଦେଲେ ପରେ ତା କଥା ବୁଝିବି। ତାହାପରେ ତୁମେ ଅଭିମାନ କରିଛ? ସେ କ'ଣ ମଣିଷ? ମୁହଁଟା ପଛକୁ ବୁଲେଇ ଦେଉଡ଼କୁ ଶୋଧି ଶୋଧିକା ଆଗକୁ ପାଦ ପକେଇ ପକେଇ ଲେଞ୍ଜୁକନ୍ଧ ଘରକୁ ଚାଲିଲା। ଏଥର ସେ ପଞ୍ଚାୟତ ପାଇଁ ଖୁସାମତଖୋର ନୁହେଁ, ଏଥର ସେ ଲେଞ୍ଜୁ କକା। ଦେଉଡ଼ର ଜବାବ ତାର ପାଟି ଭିତରେ ପାଣି ହୋଇଗଲା। ଲେଞ୍ଜୁ କକାର ତାତିଆ କରି ମୁଣ୍ଡ ନୁଆଇଁ ଦେଇ ମୁହଁ ଗରଗର କରି ଦେଉଡ଼ୁ ପଛରେ ମେଣ୍ଟାଇ ରହିଲା। ସମାଧାନ ତାର ମନକୁ ଘାଟି ଯାଇଛି। ଏଣିକି ମର୍ଯ୍ୟାଦାହାନି ହେବାର ଭୟ ନାହିଁ। କିନ୍ତୁ ଦେଉଡ଼ୁ ମନରେ ସୁଖ ନଥିଲା। ସେହିପରି ଅପ୍ରସନ୍ନ ଦୃଷ୍ଟିରେ ସେ ଚାହିଁ ରହିଲା ଲେଞ୍ଜୁ ଆଉ ପୁୟୁ ଯିବା ବାଟକୁ। ସଂସାର ଏହିପରି ସେ। କେବଳ ସେ ହାରି ହାରିକା ପଛେ ପଛେ ଯାଉଥିବ। ସମସ୍ତେ ମେଣ୍ଟ ବାନ୍ଧୁଥିବେ, ସୁଖରେ ଘର କରୁଥିବେ। ସବୁଥିରେ ଥିଲେ ବି କାହାରି ଉପରେ ତାର ଅକ୍ତିଆର ନାହିଁ। ଲେଞ୍ଜୁ କକା ତାର ଅଭିମାନ ଫୁ ଉଡ଼େଇ ଦେଇ ତାକୁ ହରେଇ ଦେଇ ତାର ଭାଇ ଘରକୁ ଗଲା। ଲୋକେ ତାକୁ ହିଁ ଦୟା କରିବେ, ତାକୁ ସାହାଯ୍ୟ କରୁଥିବେ। ଦେଉଡ଼ୁ ସାଉନ୍ତା ହୋଇ ସୁଦ୍ଧା ପଦାରେ। ଲେଞ୍ଜୁ କକା ପରାଜୟ ଦେଇଦେଲା। ଶେଷରେ ତାକୁ ବଳ ଦେଇଗଲା ତାର ଆପଣାର ସ୍ତ୍ରୀ ପୁୟୁ। ଗୋଟାଏ ଠାକରେ ଏପାଖ ସେପାଖ ହେଉ ହେଉ ସେହି ଦୁହିଁଙ୍କ ଉପରେ ଦେଉଡ଼ୁ ରକ୍ତ ଚାଉଳ ଚୋବାଉଥାଏ। ପାଣ୍ଡୁଜାନି ଆସିଲା। ଦେଉଡ଼ୁର କାନ୍ଧ ଚାପୁଡ଼େଇ ଦେଇ ପିଠୁ ଚାପୁଡ଼େଇ କହିଲା, ବାଃ ବାଃ। ସେହିପରି ଗରଗର ହୋଇ ବାଳ ଛିଞ୍ଚାଡ଼ି ଦେଇ ପାଣ୍ଡୁକନ୍ଧ ଆଡ଼କୁ ଦେଉଡ଼ୁ ମୁହଁ ବୁଲେଇ ଦେଲା। ସେ ମୁହଁରେ ରାଗ, ବିକଟାଳ ରାଗ, ପୋଡ଼ା ରାଗର ନିଆଁ। ପାଣ୍ଡୁକନ୍ଧ ଅନ୍ୟମନସ୍କ ଥାଏ। ଦେଉଡ଼ୁର ରାଗ ଛୁଇଁଲା ନାହିଁ। ମନ ଖୁସିରେ ଗପିଗଲା, ବା, ମୁଁ ସେଇଆ ଦେଖୁଛି। ରିସା ହୁଅ, ଝଗଡ଼ା କର, ଯାହା କର, ଠିକ୍ ପୁଅ ତୁ ସରବୁ ସାଉନ୍ତର, ଆଉ ସେ ଠିକ୍ ତାର ଭାଇ। ଏମିତି ବେଳେ ସାଉନ୍ତା ଯାହା କରିଥାନ୍ତା, ଯେପରି କରିଥାନ୍ତା, ତୁମେ ସେପରି କଲ। ସତ କଥା, ଆପଣା ଘରକୁ ଆପେ। ବାଡ଼ିଆ ପିଟା ହୁଅ କି ଗାଳି ଫଜିତ ହୁଅ, ନିଜ କଥା ନିଜେ ବୁଝିବା ଚାହିଁ ସେଥିକି ପର କାହିଁକି? ତାକୁ ମୁହଁ ହଲେଇବାକୁ ଦେଲେ ମୁହଁ ବଢ଼ିଯିବ। ସେମାନେ କାହିଁକି? ତାର ହିତ ଉପଦେଶ ଦେଉଡ଼ର କାନରେ ଗଳିଲା ନାହିଁ। କହିଲା, ଦେଖୁଛୁ ତ ୟାଙ୍କର କଥା। ପାଣ୍ଡୁ ରେସାରି କହିଲା। ଏହିପରି ସେ ରାଗୁଥିଲା। ସରବୁ ସାଉନ୍ତା ଏମିତି ତାର ମୁହଁ ଦିଶେ ସେତେବେଳେ। ବା, କେମିତି ଏକାବେଳେ ମିଳିଯାଏ ସେ ମୁହଁ ଚିଲିକା। ଶୂନ୍ୟକୁ ଅନାଇ ପାଣ୍ଡୁ ରେସାରି କହିଲା, ସରବୁ ସାଉନ୍ତା। ବାପାର ନାଁ ଶୁଣି ଦେଉଡ଼ୁର ଉଦ୍ଧତପଣିଆ ଧୀରେ ଧୀରେ ଦବିଗଲା। ଧୀରେ ଧୀରେ ତାର ସାଉନ୍ତାପଣିଆ ବସି ବସିକା କୁଜା ହୋଇଗଲା। ସେ ଆଜି ନାହିଁ, କିନ୍ତୁ ତାର ମନଟା ଅଛି। ସେହି ନାଁରେ ଆସେ ତାର ସ୍ମୃତି। ଦେଉଡ଼ୁ ତାର ଆସନକୁ ଖସିଯାଏ। ଘରକୁ ଯିବା ପାଇଁ ମନ ହେଲା ନାହିଁ। ସେଠି ପୁଣି ସେଇ ଅପ୍ରୀତିକର ତୋଫାନ। ସେଠି ଲେଞ୍ଜୁ ପୁୟୁ ବଳ ଦେଖାଇଲେ ଅନର୍ଥ ଘଟିବ।
ଗାଁରୁ ବାହାରି ଗୋଟିଏ ଗୋଟିଏ ହୋଇ ଦିଉଡ଼ୁ ବଣକୁ ଚାଲିଗଲା। ବଣ ଶୁଖିଯାଇଛି, ବଣ ଖାଲି, ମୁହଁ ଉପରେ ଖରା। ବଣ ନିଆଁ ଲାଗିବା ହେବାକୁ ଅପେକ୍ଷା କରୁଛି। ପର୍ବ ସରି ଆସିଲା, ଏଣିକି ନୂଆ କାମ ଲାଗିବ। ଆଗରେ ସେଇ ବଣଟା ହଣା ହୋଇ ନିଆଁ ଲଗାଇବାକୁ ଏ ବର୍ଷ କଥା ଥିଲା। କୁଦ ଉପରୁ ଉଣ୍ଡି ଉଣ୍ଡି ଦିଉଡ଼ୁ ସବୁ ଦେଖିଲା। ସବୁ ଚୁପଚାପ ଥିଲା। ଦୂରରୁ କେଉଁଠି କୁରି ଚଢ଼େଇ ବୋବେଇଲା, କୁର୍ କୁର୍, ବାରମ୍ବାର ବାରମ୍ବାର। କ'ଣ ହଜିଯାଇଛି କି? କ'ଣ ଚାଲିଯାଇଛି କି? ଆତ୍ମହରା ହୋଇ ଚଢ଼େଇ ଖୋଜୁଛି ସେହି ଏକା ପ୍ରକାର। ଶାଳ ଗଛର କାନ୍ଧରେ ଲମ୍ବ ମହୁଫେଣା ଓହଳିଛି। ଅଦ୍ୟାପି ଛାଇ ଟିକିଏ ଟିକିଏ ଅଛି। ତଳର ଅଛପା ଝୋଲାରେ ପାଣି କଳକଳ। ଆଉ କୌଣସି ଜନ୍ତୁର ଶବ୍ଦ ନାହିଁ। କେବଳ କେତେ ଦୂରରେ ସେହି ଚଢ଼େଇଟା। ଝିଙ୍କାରିଟିଏ ହିଁ ଝିଁ ଧରିଲା। ହଠାତ୍ ଦିଉଡ଼ୁ ସାଉତା ଭାବିଲା, ଏତେ ତାସ, ଏତେ ବଣମରା, ଏସବୁ କ'ଣ ହେବ? କାହା ପାଇଁ ଏ? କିଏ କାହାର? କହିବାକୁ ସମସ୍ତେ, ସହିବାକୁ କେହି ନାହିଁ। ଭାରି କ୍ଳାନ୍ତି ଲାଗିଲା। ସଂସାରକୁ ଅଭିମାନ କରି ଆପଣଙ୍କୁ ଦୟା ଦେଖାଇ ସେଇଠି ଛାଇ ତଳେ ତାର ଲେଙ୍ଗୁଟି ପିନ୍ଧା ଦେହକୁ ଢୁଳେଇ ଦେଇ ସେ ବୋଧ ଦେଲା, କେହି କାହାର ନୁହେଁ। ତେଣୁ ଏତେ କାହା ପାଇଁ? କହିବାକୁ ସମସ୍ତେ ଆଗୋସାରେ ସିନା, ସହିବାକୁ କେହି ନୁହେଁ। ସବୁ ବୃଥା। ଧୀରେ ଧୀରେ ତାର ନିଦ ହୋଇଗଲା। ଦେହ ବାଧିକା ଥିଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।